ସେହି ଗଛରେ ଗୋଟିଏ ଚତୁର ମାଙ୍କଡ଼ ରହୁଥିଲା। ସେହି ନଦୀରେ ଏକ କୁମ୍ଭୀର ମଧ୍ୟ ରହୁଥିଲା। ବନ୍ଧୁତା, ମାଙ୍କଡ଼ଟି ପ୍ରତିଦିନ କୁମ୍ଭୀରକୁ ମିଠା ମିଠା ଜାମୁକୋଳି ଖାଇବାକୁ ଦେଉଥିଲା। ଏମିତି ଭାବରେ ଦୁହିଁଙ୍କ ମଧ୍ୟରେ ଗଭୀର ବନ୍ଧୁତା ହୋଇଗଲା। ଦିନେ କୁମ୍ଭୀର କିଛି କୋଳି ନିଜ ସ୍ତ୍ରୀ ପାଇଁ ଘରକୁ ନେଇଗଲା। କୁମ୍ଭୀରର ସ୍ତ୍ରୀ କୋଳିଗୁଡ଼ିକ ଖାଇ ଭାବିଲା, ଯଦି ଏହି କୋଳି ଏତେ ମିଠା, ତେବେ ଯେଉଁ ମାଙ୍କଡ଼ ଏହାକୁ ପ୍ରତିଦିନ ଖାଉଛି ତାର କଲିଜା ହୃଦୟ କେତେ ମିଠା ହୋଇନଥିବ। ସେ କୁମ୍ଭୀରକୁ ଜିଦ୍ କଲା ଯେ ତାକୁ ମାଙ୍କଡ଼ର କଲିଜା ଖାଇବାକୁ ଦରକାର। ବିଶ୍ୱାସଘାତକତା। କୁମ୍ଭୀର ନିଜ ବନ୍ଧୁକୁ ଧୋକା ଦେବାକୁ ଚାହୁଁନଥିଲା, କିନ୍ତୁ ସ୍ତ୍ରୀର ଜିଦ୍ ଆଗରେ ସେ ହାରିଗଲା। ସେ ମାଙ୍କଡ଼ ପାଖକୁ ଯାଇ କହିଲା, ବନ୍ଧୁ, ଆଜି ମୋ ସ୍ତ୍ରୀ ତୁମକୁ ଭୋଜି ପାଇଁ ଘରକୁ ନିମନ୍ତ୍ରଣ କରିଛି। ବିଚରା ମାଙ୍କଡ଼ଟି କୁମ୍ଭୀର କଥାରେ ବିଶ୍ୱାସ କରି ତା ପିଠିରେ ବସିଗଲା। ନଦୀ ମଝିକୁ ଗଲା ପରେ କୁମ୍ଭୀର ସତ କଥାଟି କହିଦେଲା, ତା ସ୍ତ୍ରୀ ମାଙ୍କଡ଼ର କଲିଜା ଖାଇବାକୁ ଚାହୁଁଛି। ମାଙ୍କଡ଼ର ଚତୁରତା। ମାଙ୍କଡ଼ଟି ପ୍ରଥମେ ଡରିଗଲା, କିନ୍ତୁ ସେ ବହୁତ ବୁଦ୍ଧିମାନ ଥିଲା। ସେ ତୁରନ୍ତ କହିଲା, ଆରେ ବନ୍ଧୁ, ଏକଥା ପୂର୍ବରୁ କହିଲୁ ନାହିଁ କାହିଁକି? ମୁଁ ତ ମୋ କଲିଜାଟିକୁ ଗଛ କୋରଡ଼ରେ ରଖିଦେଇ ଆସିଛି। ଚାଲ ଫେରିଯିବା, ମୁଁ ସେଇଟା ନେଇ ଆସିବି। କୁମ୍ଭୀର ମାଙ୍କଡ଼ର କଥାକୁ ସତ ମାନିନେଲା ଏବଂ ପୁଣି ଗଛ ପାଖକୁ ଫେରି ଆସିଲା। କୂଳରେ ପହଞ୍ଚିବା ମାତ୍ରେ ମାଙ୍କଡ଼ଟି ଡେଇଁପଡ଼ି ଗଛ ଉପରକୁ ଚଢ଼ିଗଲା। ଶିକ୍ଷା। ସେ ଗଛ ଉପରୁ କହିଲା, ରେ ମୂର୍ଖ କୁମ୍ଭୀର, କେହି କ'ଣ ନିଜ କଲିଜା ଦେହରୁ ବାହାର କରି ଗଛରେ ରଖେ? ତୁ ବିଶ୍ୱାସଘାତକ, ଆଜିଠାରୁ ଆମ ବନ୍ଧୁତା ଶେଷ।